ଆଜିର କିଛିଟା ମହତ୍ତ୍ୱପୂର୍ଣ୍ଣ ଅନୁଚିନ୍ତା। ଶରୀରର କେଉଁଠି କଲା ଯାଇଥିଲେ ଶୁଭ ବା ଅଶୁଭ ଜାଣିବା। ନମ୍ବର 1, ଯେଉଁ ବ୍ୟକ୍ତିଙ୍କ ଅଣ୍ଟାରେ କଲା ଯାଇଥାଏ ସେହି ବ୍ୟକ୍ତିର ଜୀବନ ସବୁବେଳେ ସମସ୍ୟା ମଧ୍ୟରେ ଘେରି ହୋଇ ରହିଥାଏ। ନମ୍ବର 2, ପିଠି ଉପରେ କଲା ଯାଇଥିଲେ ଜାତକ ଭୌତିକବାଦୀ, ମହତ୍ତ୍ୱାକାଂକ୍ଷୀ ଏବଂ ରୋମାଣ୍ଟିକ୍ ହୋଇଥାନ୍ତି। ସେମାନେ ଭ୍ରମଣଶୀଳ ମଧ୍ୟ ହୋଇଥାନ୍ତି। ଏହି ବ୍ୟକ୍ତିମାନେ ଖର୍ଚ୍ଚ ବହୁତ କରିଥାନ୍ତି। ନମ୍ବର 3, ଯେଉଁ ବ୍ୟକ୍ତିଙ୍କ ଆଣ୍ଠୁ ଉପରେ କଲା ଯାଇଥାଏ ସେହି ବ୍ୟକ୍ତି କାର୍ଯ୍ୟକୁଶଳ, ବ୍ୟବହାର କୁଶଳ ତଥା ନ୍ୟାୟପ୍ରିୟ ହୋଇଥାନ୍ତି। ନମ୍ବର 4, ଯେଉଁ ବ୍ୟକ୍ତିଙ୍କ ତର୍ଜନୀ ବା ବିଶି ଆଙ୍ଗୁଠିରେ କଲା ଯାଇଥାଏ ସେହି ବ୍ୟକ୍ତି ବିଦ୍ୟାବାନ, ଗୁଣବାନ ଏବଂ ଧନବାନ ହୋଇଥାନ୍ତି କିନ୍ତୁ ଶତ୍ରୁଙ୍କ ଦ୍ୱାରା ପୀଡ଼ିତ ହୋଇଥାନ୍ତି। ନମ୍ବର 5, ଯେଉଁ ବ୍ୟକ୍ତିଙ୍କ ମଝି ଆଙ୍ଗୁଠିରେ କଲା ଯାଇଥାଏ ସେହି ବ୍ୟକ୍ତି ଉତ୍ତମ, ଫଳଦାୟୀ ହୋଇଥାନ୍ତି। ଏହି ବ୍ୟକ୍ତି ସୁଖୀ ହୋଇଥାନ୍ତି ଏବଂ ତାଙ୍କ ଜୀବନ ଶାନ୍ତିପୂର୍ଣ୍ଣ ହୋଇଥାଏ। ନମ୍ବର 6, ଯେଉଁ ବ୍ୟକ୍ତିଙ୍କ ବାମ ହାତରେ କଲା ଯାଇଥାଏ ସେହି ବ୍ୟକ୍ତି ଖର୍ଚ୍ଚିତ ସ୍ୱଭାବର ତଥା ବାମ ହାତ ଉପର ଭାଗରେ କଲା ଯାଇଥାଏ ସେହି ବ୍ୟକ୍ତି କଞ୍ଜୁସ ହୋଇଥାନ୍ତି। ନମ୍ବର 7, ଯେଉଁ ବ୍ୟକ୍ତିଙ୍କ ଅନାମିକା ଆଙ୍ଗୁଠିରେ କଲା ଯାଇଥାଏ ସେହି ବ୍ୟକ୍ତି ଜ୍ଞାନୀ, ସ୍ୱଭାବୀ, ଧନୀ ଏବଂ ପରାକ୍ରମୀ ହୋଇଥାନ୍ତି। ନମ୍ବର 8, କନିଷ୍ଠ ଆଙ୍ଗୁଠି ଉପରେ କଲା ଯାଇଥିଲେ ସେହି ବ୍ୟକ୍ତି ସମ୍ପତ୍ତିବାନ ହୋଇଥାନ୍ତି କିନ୍ତୁ ତାଙ୍କ ଜୀବନରେ ଦୁଃଖମୟ ହୋଇଥାଏ। ନମ୍ବର 9, ଗାଲ ଉପରେ ନାଲି କଲା ଯାଇ ଶୁଭ ଫଳ ଦେଇଥାଏ। ବାମ ଗାଲରେ କଳା ରଙ୍ଗର କଲା ଯାଇଥିଲେ ବ୍ୟକ୍ତି ନିର୍ଧନ ଏବଂ ଡାହାଣ ଗାଲରେ ଥିଲେ ବ୍ୟକ୍ତି ଧନୀ ହୋଇଥାଏ। ନମ୍ବର 10, ଯେଉଁ ବ୍ୟକ୍ତିର ଗାଲରେ କଲା ଯାଇଥାଏ ସ୍ୱାସ୍ଥ୍ୟ ଅନୁକୂଳତା ଓ ପ୍ରତିକୂଳତା ନିରନ୍ତର ରହିଥାଏ। ନମ୍ବର 11, ଯେଉଁ ବ୍ୟକ୍ତିଙ୍କ ଡାହାଣ ହାତରେ କଲା ଯାଇଥାଏ ସେହି ବ୍ୟକ୍ତି ପ୍ରତିଷ୍ଠିତ, ବୁଦ୍ଧିମାନ ହୋଇଥାଏ ଏବଂ ଲୋକ ତାଙ୍କର ଆଦର କରିଥାନ୍ତି। ନମ୍ବର 12, ପାଦ ତଳ କଲା ଯାଇ ସବୁବେଳେ ବ୍ୟକ୍ତିକୁ ଘରଠାରୁ ଦୂରକୁ ନେଇଥାଏ ଏବଂ ବହୁତ ବଡ଼ ସଫଳତା ଦେଇଥାଏ। ନମ୍ବର 13, ଯେଉଁ ବ୍ୟକ୍ତିଙ୍କ ଡାହାଣ ଆଖି ଡୋଳାରେ କଲା ଯାଇଥାଏ ତେବେ ବ୍ୟକ୍ତିର ବିଚାର ଉଚ୍ଚ ଅଟେ। ବାମ ଡୋଳାରେ ଥିଲେ ବ୍ୟକ୍ତି ଟିକିଏ ଭାବୁକ ହୋଇଥାଏ। ନମ୍ବର 14, ଯଦି ଆଖି ପଲକ ତଳେ କଲା ଯାଇଥାଏ ସେହି ବ୍ୟକ୍ତି ସମ୍ବେଦନଶୀଳ ହୋଇଥାନ୍ତି। ଡାହାଣ ପଲକରେ ଥିବା କଲା ଯାଇ ବାମ ଅପେକ୍ଷା ଅଧିକ ସମ୍ବେଦନଶୀଳ ଅଟନ୍ତି। ନମ୍ବର 15, ନାକ ଉପରେ କଲା ଯାଇଥିଲେ ବ୍ୟକ୍ତି ପ୍ରତିଭା ସମ୍ପନ୍ନ ଓ ସୁଖୀ ହୋଇଥାନ୍ତି। ମହିଳାମାନଙ୍କର ନାକରେ କଲା ଯାଇଥିଲେ ତାହା ସୌଭାଗ୍ୟଶାଳୀ ହେବାର ସୂଚକ ଅଟେ। ଧନ୍ୟବାଦ ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଯଦି ଶେଷ ଯାଏ ଦେଖିଥାନ୍ତି ତାହେଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ। ଥ୍ୟାଙ୍କ ୟୁ।